ଦେଖାଗଲାଣି ଯେ ଭୁବନେଶ୍ୱରରେ ଭୁବନେଶ୍ୱର କଟକରେ କ'ଣ ବାଲି ମାଫିଆ ଏମିତି ମାତିଛନ୍ତି ଯିଏ ବିରୋଧ କରୁଛି ତା ମୁଣ୍ଡ ଗଡ଼ୁଛି। ଶୁଣ ସେଇ କଥା ଅଭିଯୋଗ ଆଣିଛୁ। ବାଲି ମାଫିଆ ମାପିଛନ୍ତି, ଯେଉଁମାନେ ମାପିଛନ୍ତି ଯେ କନାଇଭାନ୍ସ ଗୋଟେ ଆକ୍ଟ ଅଛି ଆମର, ଯେ କନାଇଭାନ୍ସ କାହାର ସହଯୋଗରେ ଯଦି କିଛି କରାଯାଇଥାଏ, ମର୍ଡ଼ର କରାଯାଏ ବା କ'ଣ କରାଯାଏ, ତାକୁ ମଧ୍ୟ ଅଭିଯୁକ୍ତ ବୋଲି କୁହାଯାଏ। ସେ ଅଭିଯୋଗ ଏ ଯେଉଁ କନାଇଭାନ୍ସ ବା ତାଙ୍କର ସହଯୋଗିତାରେ ହୋଇଛି, ଏ ସରକାରଙ୍କର ସହଯୋଗିତାରେ ବାଲି ମାଫିଆ ମାନେ ଅଫିସରକୁ ବି ବାଡ଼ଉଛନ୍ତି, ବିଭିନ୍ନ ଜାଗାରେ ଅଫିସରକୁ ବାଡ଼ଉଛନ୍ତି ଏବଂ ଏବେ ମର୍ଡ଼ର କଲେଣି। ଯଦି ହଁ ହଁ ଏବେ ଏବେ କାଲିର ଘଟଣା ଏତେ ବିଭତ୍ସ ହେଇଛି ସେ ତା ପାଟିରେ ବିୟର ବୋତଲ ପୋଷା ହେଇଯାଇଛି। ହେଲା ମରିବାର ତରିକା କ'ଣ କରିଛନ୍ତି ଅଲଗା କଥା, କିନ୍ତୁ ମାରିଛନ୍ତି, ହତ୍ୟା କରିଛନ୍ତି। ଏବଂ ହତ୍ୟା କରିବାର କାରଣ ଏମାନଙ୍କର ଏତେ ବଳ ପାଇଲେ କେଉଁଠୁ? ବାରମ୍ବାର ଘଟଣା ଘଟୁଛି କାହିଁକି, କେମିତି ଘଟୁଛି? ଏ ସବୁ ଘଟଣା ଘଟୁଛି ଏଇଥିପାଇଁ ଯେ ସରକାରଙ୍କର କନାଇଭାନ୍ସ ବା ସରକାରୀ ଦଳ ବା ସରକାରୀ ମନ୍ତ୍ରୀ ବା ସରକାରୀ ଯେଉଁମାନେ ଅଛନ୍ତି ଦାୟିତ୍ୱରେ, ତାଙ୍କ ସହିତ ତାଙ୍କର ଅଛି ଭିତରେ ସମ୍ପର୍କ ଅଛି, ଯେଉଁଥିପାଇଁ ସେମାନେ ସାହସ କରୁଛନ୍ତି ହତ୍ୟାକାଣ୍ଡ ଏପରି ହତ୍ୟା କରିବା ପାଇଁ, ବିଭତ୍ସ ହତ୍ୟା।